Hello friends, welcome to my YouTube channel Teaching by SB. ଓଡ଼ିଆ ଅନର୍ସ ପିଜି ଥାର୍ଡ଼ ସେମିଷ୍ଟରର ପେପର 307 ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ୟୁନିଟ୍ 1 ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଭୁବନେଶ୍ୱର ବେହେରାଙ୍କ ପ୍ରବନ୍ଧଟି। ଏଥିରେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି ବିଷୟରେ ଯାହା ରହିଛି ବିଷୟବସ୍ତୁ ତାହା ଆଲୋଚନା କରିବା। ପ୍ରଥମେ ପ୍ରାବନ୍ଧିକଙ୍କ ପରିଚୟ ବିଷୟରେ ଆଲୋଚନା କରିବା। ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ବଳିଷ୍ଠ ଗଦ୍ୟଶିଳ୍ପୀ ଭାବରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ସୁପରିଚିତ। 1916 ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶୀବାହାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବା ପରେ ବୁର୍ଲା ଇଞ୍ଜିନିୟର କଲେଜର ପ୍ରଫେସର ଓ ଅଧ୍ୟକ୍ଷ ରୂପେ ସେ ଅବସ୍ଥାପିତ ହେଲେ। ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିବାରୁ ଇଞ୍ଜିନିୟର ବୃତ୍ତି ଛାଡ଼ି ସେ ତାଙ୍କର ଲବ୍ଧ ଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ଶ୍ରେୟସ୍କର ମଣିଥିଲେ। ସେ ସେତିକିରେ ସନ୍ତୁଷ୍ଟ ନଥିଲେ। ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା। ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ସପ୍ତର୍ଷି ପତ୍ରିକା ପ୍ରକାଶିତ ହେଲା। ଏହାର ମାନ ଉଚ୍ଚତର ଥିଲା। କେଉଁଟା ନା ସପ୍ତର୍ଷି ପତ୍ରିକାର ଯେଉଁ ପ୍ରକାଶିତ ହୋଇଥିଲା ତାହାର ମାନ ଉଚ୍ଚତର ଥିଲା। ଅନେକ ନବୀନ ଓ ତରୁଣ ଲେଖକ ସପ୍ତର୍ଷି ଦ୍ୱାରା ସୃଷ୍ଟି ହେଲେ। ଭୁବନେଶ୍ୱର ବେହେରା ରମ୍ୟ ରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ। ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକ ଭାବେ ମଣିଷ ମନର ଅନେକ ଗହ୍ୱରକୁ ସେ ସ୍ପର୍ଶ କରିଥିଲେ। ସାମ୍ପ୍ରତିକ ମଣିଷର ରୀତି ନୀତି ଆଚାର ବିଚାର ଜୀବନ ଦର୍ଶନ ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ର୍ୟମଣ୍ଡିତ। ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି। ସେ ଲେଖିଛନ୍ତି, ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳ ମିଳାଇ ଭାରତୀୟ ଯୁବ ସମାଜ ଆଜି ପୁରୁଣା ରୀତିନୀତି ରଙ୍ଗଢଙ୍ଗ ଚାଲିଚଳଣି ବିରୋଧରେ ଆହ୍ୱାନ ଦେଇଛି। ବିପ୍ଳବ କଦାପି ପୁରାତନ ହୋଇପାରେନା। ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା ପୃଥିବୀ କେବେ ବୁଢ଼ୀ ହୁଏନି। ଭାରତୀୟ ଜୀବନ ଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ। ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି। ଅଳିଆ ଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି। କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବ ସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ୟ ଫିଙ୍ଗି ନ ଦିଅନ୍ତି। ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟ ରଚନାକାର, ଗାଳ୍ପିକ, ଭ୍ରମଣ କାହାଣୀର ଲେଖକ। ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି। ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତ୍ରିକାରେ ପ୍ରକାଶ କରିଥିଲେ। ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ଶୁଣ ପରୀକ୍ଷ ଓ କଥା ଓ ଲଥା। ଏହି ଯେଉଁ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ପ୍ରବନ୍ଧଟି ଗୋଟିଏ ଭ୍ରମଣ କାହାଣୀ, ଆଉ ସେଇ ପ୍ରବନ୍ଧଟି ସେଇ ଯେଉଁ ଭ୍ରମଣ କାହାଣୀଟି ମାନସ ସାହିତ୍ୟ ପତ୍ରିକାରେ ପ୍ରକାଶ ଲାଭ କରିଛି। ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ଶୁଣ ପରୀକ୍ଷ ଓ କଥା ଓ ଲଥା। ଶୁଣ ପରୀକ୍ଷ ରମ୍ୟ ରଚନା ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଶୁଣ ପରୀକ୍ଷ ପାଇଁ ପୁରସ୍କାର ଅର୍ଜନ କରିଛନ୍ତି। ତାଙ୍କ ଗଳ୍ପରେ କଳ୍ପନା ପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧିକ ସୁପାଠ୍ୟ ହୋଇପାରିଛି। ପଶ୍ଚିମ ଆଫ୍ରିକା ସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି। ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ମଧ୍ୟ କେନ୍ଦ୍ରୀୟ ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବେ ନିଜର ପଦାଙ୍କ ସୃଷ୍ଟି କରିଯାଇଛନ୍ତି। ତାଙ୍କ ପୁସ୍ତକ ସମ୍ବନ୍ଧରେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କିର ସମ୍ବନ୍ଧରେ ଲେଖା ହେଉଛି, ଆଲୋଚନା କରିବା।
ପ୍ରଫେସର ଭୁବନେଶ୍ୱର ବେହେରା ଅବସର ନେବା ପରେ ହଠାତ୍ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଗଲା ଯେ ପଶ୍ଚିମ ଆଫ୍ରିକା ଯାଇ ସେଠାରେ ବୈଷୟିକ ଶିକ୍ଷାର ଉନ୍ନତି ପାଇଁ ଅନୁଧ୍ୟାନ କରିବାକୁ। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରି ଅନୁନ୍ନତ ରାଷ୍ଟ୍ର ତଥା ଅନ୍ଧକାର ମହାଦେଶ ପଶ୍ଚିମ ଆଫ୍ରିକାକୁ ଯାତ୍ରା କରିଥିଲେ। ସେଠାକୁ ଯାତ୍ରା କରିବାର ଅନୁଭୂତି, ସେଠାକାର ରହଣି, ବିଭିନ୍ନ ସ୍ଥାନକୁ ଯାତ୍ରା, ବହୁ ବ୍ୟକ୍ତିଙ୍କ ସହ ପରିଚୟ, ସେଠାକାର ପରିବେଶ ଆଦିର ଅନୁଭବକୁ ନେଇ ସେ ଏହି ଭ୍ରମଣ କାହାଣୀ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ପୁସ୍ତକ ରଚନା କରିଛନ୍ତି। ଢେଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ, ଅର୍ଥାତ୍ ଢେଙ୍କି ଯେଉଁଠାକୁ ବି ଯାଉନା କାହିଁକି, ଏପରିକି ସ୍ୱର୍ଗକୁ ଗଲେ ମଧ୍ୟ ସେ ଧାନ ହିଁ କୁଟିବ। କାହିଁକି ନା ତାର ଧର୍ମ ହେଉଛି ଧାନ କୁଟିବା, ତାର ଧର୍ମ ହେଲା ଧାନ କୁଟିବା। ସେହିପରି ଜଣେ ଶିକ୍ଷକ ପଶ୍ଚିମ ଆଫ୍ରିକା ଗଲେ ବି ଜ୍ଞାନ ବିତରଣ କରିବା ତାର ଧର୍ମ। ଅର୍ଥାତ୍ ଢେଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ, ଯେପରି ସେହିପରି ଶିକ୍ଷକ ପଶ୍ଚିମ ଆଫ୍ରିକା ଗଲେ କି ଯେଉଁଠିକୁ ବି ଗଲେ ଜ୍ଞାନ ବିତରଣ କରିବା ଶିକ୍ଷକର ଧର୍ମ। ତେଣୁ ଜ୍ଞାନ ଦାନ ଓ ସେଠାରୁ ଜ୍ଞାନ ଅନୁଭୂତି ଆଦି ସଂଗ୍ରହ କରି ସେ ଫେରିଛନ୍ତି। ତ ସେଇଠୁ କ'ଣ ହେଇଛି ନା ଜ୍ଞାନ ଦାନ ଏବଂ ଜ୍ଞାନ ଆହରଣ ମାନେ ଜ୍ଞାନ ସଂଗ୍ରହ କରିଛନ୍ତି ଲେଖକ। ସେସବୁ ଅନୁଭୂତି ଜ୍ଞାନ ରୂପକ ଧାନକୁ ସେ ତାଙ୍କ ପୁସ୍ତକରେ ସ୍ଥାନିତ କରିଛନ୍ତି। ଜ୍ଞାନ ଯେଉଁ ସଂଗ୍ରହ କରିଛନ୍ତି ସେଇ ଯେଉଁ ଜ୍ଞାନ ରୂପକ ଧାନକୁ ତାଙ୍କ ପୁସ୍ତକରେ ସ୍ଥାନିତ କରିଛନ୍ତି। ପୁସ୍ତକଟିକୁ ସେ 7ଟି ପରିଚ୍ଛେଦରେ ବିଭକ୍ତ କରି ପ୍ରତ୍ୟେକର ନାମ ରଖିଛନ୍ତି। ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି ଯେଉଁ ପୁସ୍ତକଟି ଅଛି ସେଇ ପୁସ୍ତକଟିକୁ 7ଟି ପରିଚ୍ଛେଦରେ ବିଭକ୍ତ କରିଛନ୍ତି। ଯଥା କାଏରା 1, ଦ୍ୱିତୀୟ ହେଉଛି କାଏରୋରୁ ଆକ୍ରା, ତୃତୀୟ ଲାଇବେରିଆରେ ମୋର ପ୍ରଥମ ସନ୍ଧ୍ୟା, ଚତୁର୍ଥ ମନରୋଭିଆରେ ଏକ ବିଚିତ୍ରା କାର୍ଯ୍ୟକ୍ରମ, ପଞ୍ଚମ ମନରୋଭିଆରେ ମୋର ଏକ ପଦଯାତ୍ରା, ଷଷ୍ଠ ଲାଇବେରିଆ ଗଣରାଜ୍ୟ ଭିତରେ, ସପ୍ତମ ଯାତ୍ରାର ଶେଷ ପର୍ଯ୍ୟାୟ। ସାରକଥା ଅର୍ଥାତ୍ ଏଇ ଯେଉଁ ଆମେ 7ଟି ପରିଚ୍ଛେଦ ଯେଉଁ ଏବେ ପଢ଼ିଲୁ ସେଇ 7ଟି ପରିଚ୍ଛେଦର ବିଷୟବସ୍ତୁ ସଂକ୍ଷେପରେ ଆଲୋଚନା ହେଉଛି। ସାରକଥା କ'ଣ ନା ଯାତ୍ରାର ପ୍ରଥମ ପାଦ କାଏରା। ଆଲୋଚ୍ୟ ପରିଚ୍ଛେଦରେ ଲେଖକ ତାଙ୍କର ପଶ୍ଚିମ ଆଫ୍ରିକା ଯିବାର ଉଦ୍ଦେଶ୍ୟ ବର୍ଣ୍ଣନା କରିଛନ୍ତି। ହଠାତ୍ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଠାରୁ ଦିଲ୍ଲୀରୁ ଡାକରା ଆସିଲା ଅତି ଶୀଘ୍ର ତାଙ୍କୁ ଦେଖା କରିବାକୁ। ସେ ସେଠାକୁ ଯାଇ ଉଦ୍ୟୋଗ ଭବନରେ ମନ୍ତ୍ରୀ ମହାଶୟଙ୍କୁ ଦେଖା କରିବାରୁ ସେ କହିଥିଲେ ଯେ ବୈଷୟିକ ଶିକ୍ଷା ସମ୍ବନ୍ଧରେ କିଛି ପରାମର୍ଶ ଦେବା ପାଇଁ ପଶ୍ଚିମ ଆଫ୍ରିକା ସ୍ଥିତ ଲାଇବେରିଆ ଗଣରାଜ୍ୟଙ୍କ ଅନୁରୋଧରେ ସେଠାକୁ ଜଣେ ବିଶେଷଜ୍ଞ ଯିବେ। ଇଞ୍ଜିନିୟରିଂ, କନଷ୍ଟ୍ରକ୍ସନ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ତଥା ଜଣେ ପୂର୍ବତନ କୁଳପତି ଭାବରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମ୍ବନ୍ଧରେ ଅଭିଜ୍ଞତା ଥିବାରୁ ଶିକ୍ଷାମନ୍ତ୍ରୀ ଚାହାନ୍ତି ସେ ସେଠାକୁ ଯାଆନ୍ତୁ। ଲେଖକ ସେହି କଥାରେ ସମ୍ମତି ପ୍ରକାଶ କଲେ ଓ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ସେଠାକୁ ଯାତ୍ରା କଲେ। ହାଇସ୍କୁଲରେ ପଢ଼ିଲା ବେଳେ ଭୂଗୋଳ କ୍ଲାସରୁ ତାଙ୍କ ଆଫ୍ରିକା ମହାଦେଶ ସମ୍ପର୍କରେ କିଛି ଧାରଣା ଥିଲା। ବିମାନ ଯୋଗେ ସେ ଦିଲ୍ଲୀରୁ ବମ୍ବେ ଏବଂ ସେଠାରୁ କାଏରା ଯାତ୍ରା କଲେ। ବିମାନରେ ବସି ସେ ପିଲାଦିନର ଶଗଡ଼ ଯାତ୍ରା କଥା ମନେ ପକାଉଥିଲେ। ଆରବ ଅଞ୍ଚଳର ମରୁଭୂମି ଉପର ଦେଇ ଉଡ଼ିଯାଇ ସେ କାଏରା ବିମାନ ବନ୍ଦରରେ ଓହ୍ଲାଇଥିଲେ। ଦ୍ୱିତୀୟ ପରିଚ୍ଛେଦ ହେଉଛି କାଏରୋରୁ ଆକ୍ରା। କାଏରୋରୁ ଆକ୍ରା ଯିବା ସମୟରେ ଲେଖକ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଏହି ପରିଚ୍ଛେଦରେ ବର୍ଣ୍ଣିତ। ଆରବର କାଏରୋ, ବାଗଦାଦ ଲେଖକଙ୍କ ପିଲାଦିନର ସ୍ୱପ୍ନପୁରୀ ଥିଲା। ଏଇଟା ସର୍ଟ ପଏଣ୍ଟ ଆସିପାରେ, ସର୍ଟ କୋଶ୍ଚିନ୍ ଆସିପାରେ, ଏଟାକୁ ଟିକେ ଅଣ୍ଡରଲାଇନ୍ କରିଦେବେ। ପିଲାଦିନର କଅଁଳିଆ ମନରେ ଛାପି ହୋଇ ରହିଥିଲା ଆରବିଆନ ନାଇଟ୍ସର କାହାଣୀମାଳା। ସେସବୁ କାହାଣୀ ଶୁଣି ତାଙ୍କ ମନ ମଧ୍ୟରେ ଏକ କଳ୍ପନାପୁରୀର ସ୍ୱପ୍ନ ସଞ୍ଚିତ ହୋଇ ରହିଥିଲା। ମାତ୍ର କାଏରୋରେ ପହଞ୍ଚି ତାଙ୍କର ସ୍ୱପ୍ନ ଚୁରମାର ହୋଇଯାଇଥିଲା। ମିସ୍ରର ରାଜଧାନୀ କାଏରୋ। ମିସ୍ରର ରାଜଧାନୀ ହେଉଛି କାଏରୋ। ପିଲାଦିନର ସ୍ୱପ୍ନପୁରୀ। ସେଠାରେ ବିମାନ ବନ୍ଦରରେ ନାନା ଅବ୍ୟବସ୍ଥା। ସେଠାକାର ପୋର୍ଟରମାନେ ବି ଯାତ୍ରୀଙ୍କୁ ଠକନ୍ତି। ଇମିଗ୍ରେସନରେ
ବି ଅଯଥା ହଇରାଣ କରାଯାଏ। ହୋଟେଲରେ ବି ଅବସ୍ଥା ଅନୁରୂପ। କୋଠରୀ ଭିତରେ ପିଇବା ପାଣିର ସୁବିଧା ନାହିଁ। ପଇସା ଦେଇ ପାଣି କିଣିବାକୁ ହୋଇଥାଏ। ସେଠାରେ ରାତିରେ ଏୟାରପୋର୍ଟରେ ଥିବା ହୋଟେଲରେ ରହିବା ପରଦିନ ପୁଣି ବିମାନ ଯୋଗେ ଆକ୍ରା ଯାତ୍ରା କରିଥିଲେ। ବିଶାଳ ସାହାରା ମରୁଭୂମି ଉପର ଦେଇ ତାଙ୍କ ବିମାନ ଉଡ଼ି ଯାଉଥାଏ। ସେ ଭୂଗୋଳରେ ପଢ଼ିଥିବା ଏବଂ ସାହାରା ବିଷୟରେ ଶୁଣିଥିବା କିଙ୍ଗ ସଲୋମନଙ୍କ ମାଇନ୍ସରେ ଚିତ୍ରିତ ରୋମାଞ୍ଚକର କାହାଣୀକୁ ମନେ ପକାଉଥାନ୍ତି। କାଟରେ କେନୋ ସହରରେ ତାଙ୍କ ବିମାନଟି ଅଧଘଣ୍ଟା ଓହ୍ଲାଇଥିଲା। ସହରଟି ନାଇଜେରିଆ ଦେଶର। ନାଇଜେରିଆର ରାଜଧାନୀ ଲେଗୋସରେ ପ୍ରାୟତଃ ଅଧିକାଂଶ ଯାତ୍ରୀ ଓହ୍ଲାଇଗଲେ। ନାଇଜେରିଆର ରାଜଧାନୀ ହେଉଛି ଲେଗୋସ। ପ୍ରାୟ ସେଟା ଅଧିକାଂଶ ଯାତ୍ରୀ ଓହ୍ଲାଇଥିଲେ। 7-8 ଜଣ ଯାତ୍ରୀଙ୍କୁ ଧରି ବିମାନଟି ଆକ୍ରା ଯାତ୍ରା କଲା। ମାତ୍ର ବିମାନ ବନ୍ଦରରୁ ଇଣ୍ଡିଆନ ହାଇକମିଶନରରୁ ନେବା ପାଇଁ କେହି ଆସିନଥିଲେ। ସେ ଟ୍ୟାକ୍ସି କରି ତେଣୁ ଯାଇଥିଲେ। ଆକ୍ରାରେ ରହିବା ପାଇଁ ତାଙ୍କର ବନ୍ଦୋବସ୍ତ କରାଯାଇଥିଲା। ତୃତୀୟ ପରିଚ୍ଛେଦ ଲାଇବେରିଆରେ ମୋର ପ୍ରଥମ ସନ୍ଧ୍ୟା। ଆକ୍ରାରୁ ଘନା ଏୟାରଲାଇନ୍ସର ଗୋଟିଏ ଜେଟ୍ ବିମାନରେ ଯାତ୍ରା କରି ଲେଖକ ଲାଇବେରିଆ ରବର୍ଟସ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଲାଇବେରିଆ ବୈଦେଶିକ ମନ୍ତ୍ରୀ ତାଙ୍କୁ ପାଛୋଟି ନେବା ପାଇଁ ଡେପୁଟି ଚିଫ୍ ଅଫ୍ ପ୍ରୋଟୋକଲ୍ ମିଷ୍ଟର ଡ୍ୟୁରିଂଙ୍କୁ ବିମାନ ବନ୍ଦରକୁ ପଠାଇଥିଲେ। ହାଇ କମିଶନର ଶ୍ରୀ ଦୟାଲଙ୍କ ପତ୍ନୀ ଆଫ୍ରିକାରେ ବାସ କରୁଥିବା ଭାରତୀୟଙ୍କ ଅଭିଶପ୍ତ ଜୀବନ ସମ୍ପର୍କରେ କହିଥିଲେ। ବେଳେବେଳେ ଦିନ ଦିନ ଧରି ଚାଉଳ, ଗହମ, ଡାଲି, ଆଳୁ ପିଆଜର ଅଭାବ, ନୈତିକତା, ଆଧ୍ୟାତ୍ମିକତାର ଅଭାବ ଭିତରେ ପୁଅ ଝିଅଙ୍କୁ ମଣିଷ କରିବା ବଡ଼ କଠିନ। ମାତ୍ର ବିଦେଶରେ ରହୁଥିବା ଭାରତୀୟଙ୍କ ଦୁଃଖ ନିଜ ଦେଶବାସୀ ବୁଝନ୍ତିନି। ଲେଖକ ସେଠାରୁ ମନରୋଭିଆ ଯାତ୍ରା କଲେ। ଲାଇବେରିଆ ରାଜଧାନୀ ମନରୋଭିଆ। ଲାଇବେରିଆର ରାଜଧାନୀ ହେଉଛି ମନରୋଭିଆ। ରବର୍ଟସ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରାୟ 45 ମାଇଲ। ମିଷ୍ଟର ଡ୍ୟୁରିଂ ତାଙ୍କ ପାଇଁ ହୋଟେଲରେ ରହିବା ବନ୍ଦୋବସ୍ତ କରିଦେଇ ଫେରିଲେ। ସେ ଯିବାର ଘଣ୍ଟକ ପରେ ବୈଦେଶିକ ମନ୍ତ୍ରୀ ସେସିଲ୍ ଡେନିସ୍ ୟୁରିୟରଙ୍କଠାରୁ ଫୋନ୍ ଆସିଲା ଯେ ସେ ଲେଖକଙ୍କୁ ଭେଟିଲେ ଖୁସି ହେବେ। ସରକାରୀ ଗାଡ଼ି ଆସିଯିବାରୁ ଲେଖକ ମାନ୍ୟବର ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ବାହାରିଗଲେ। ସେଠାରେ ତାଙ୍କୁ ଏକ ରାତ୍ର ଭୋଜନ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ମଧ୍ୟ ଅନ୍ୟ କେତେକ ନିମନ୍ତ୍ରିତ ଅତିଥି ଥିଲେ। ଭୋଜନ ସାରି ଲେଖକ ହୋଟେଲ ଡିକୋରକୁ ଫେରି ଆସିଲେ। ଚତୁର୍ଥ ପରିଚ୍ଛେଦ ମନରୋଭିଆରେ ଏକ ବିଚିତ୍ରା କାର୍ଯ୍ୟକ୍ରମ। ଏହି ପରିଚ୍ଛେଦରେ ଲେଖକ ଏକ ବିଚିତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେହି ବିଚିତ୍ରା କାର୍ଯ୍ୟକ୍ରମଟି ସ୍କୁଲ ପିଲାମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ସେଠାକୁ ମଧ୍ୟ ଶିକ୍ଷାମନ୍ତ୍ରୀ ଡକ୍ଟର ହଫ୍ ଏବଂ ତାଙ୍କର ପତ୍ନୀ ଆସିଥିଲେ। ସେଠାରେ ଏକ ଛୋଟ ଏକାଙ୍କିକା ଅଭିନୀତ ହୋଇଥିଲା। ସେମାନଙ୍କର ସେହିସବୁ କାର୍ଯ୍ୟକ୍ରମ ଦେଖି ଓ ପିଲାମାନଙ୍କ ପ୍ରତିଭା ଦେଖି ଲେଖକ ଆମ ରାଜ୍ୟର ଦୂରାବସ୍ଥାର ତୁଳନା କରି ଦୁଃଖିତ ଅନୁଭବ କରିଥିଲେ। ପଞ୍ଚମ ପରିଚ୍ଛେଦ ମନରୋଭିଆରେ ମୋର ଏକ ପଦଯାତ୍ରା। ଏହି ପରିଚ୍ଛେଦରେ ଲେଖକ ହୋଟେଲ ରୁମ୍ରୁ ବାହାରି ଏକ ପଦଯାତ୍ରାରେ ଯାଇଛନ୍ତି। ଲକ୍ଷ୍ୟ ରହିଛି ପଶ୍ଚିମ ଆଫ୍ରିକାର ସାଧାରଣ ମଣିଷଙ୍କ ସହ ପରିଚିତ ହୋଇ ସେମାନଙ୍କ ବିଷୟରେ ଜାଣିବା ପାଇଁ। ତାଙ୍କର ଦେଶର ଅନ୍ଧକାରମୟ ପାର୍ଶ୍ୱ ଦେଖିବା ପାଇଁ। ଯାହା ସବୁ ଇତିହାସକୁ ସେ ପଢ଼ିଥିଲେ। ନିଗ୍ରୋମାନଙ୍କ ଜୀବନକୁ ନେଇ ବହୁ ସାହିତ୍ୟିକ କାଳଧର୍ମୀ ରଚନାମାନ କରିଯାଇଛନ୍ତି। ସେ ହୋଟେଲ ବୟଠାରୁ ତା'ର ଦାରିଦ୍ର୍ୟ, ପାଠପଢ଼ାରେ ଅସୁବିଧା, ଲାଇବ୍ରେରୀ ଲାବୋରେଟାରୀର ଅଭାବ ଆଦି ସମସ୍ୟା ସମ୍ପର୍କରେ ଜାଣିପାରିଥିଲେ। ଦୈନିକ ମୂଲ ଲାଗୁଥିବା ଲୋକମାନଙ୍କ ଚିତ୍ର ମଧ୍ୟ ଦେଖିଥିଲେ। ସେଠାରେ ସେ ଜଣେ ଭାରତୀୟ ବ୍ୟବସାୟୀଙ୍କ ସହ ମଧ୍ୟ ଦେଖା ହୋଇ ତାଙ୍କ ଘରେ ଭାରତ ବିଷୟରେ ନାନା ଆଲୋଚନା କରିଥିଲେ। ଷଷ୍ଠ ପରିଚ୍ଛେଦ ଲାଇବେରିଆ ଗଣରାଜ୍ୟ ଭିତରେ। ସହାୟକ ଶିକ୍ଷାମନ୍ତ୍ରୀ ମିଷ୍ଟର ୱିଲସନଙ୍କ ସହ ଲେଖକ ହାର୍ପର ଯାଇଥିଲେ ବୈଷୟିକ ଅନୁଷ୍ଠାନ ଗଢ଼ିବାର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ। ଲାଇବେରିଆର ସର୍ବପ୍ରଥମ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନକୁ ହାର୍ପର ସହରରେ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ପ୍ରେସିଡେଣ୍ଟ ଟବମେନ୍। ସେଠାରେ ସେ ଆଭ୍ୟନ୍ତରୀଣ ଅଞ୍ଚଳରେ ବୁଲିଯିବା ସୁଯୋଗ ପାଇଥିଲେ। ସେ ବାଟରେ ସେଣ୍ଡି
ସୋସାଇଟିର ଏକ ଝିଅକୁ ଦେଖିଥିଲେ। ଏହି ପରିଚ୍ଛେଦରେ ଲେଖକ ସେମାନଙ୍କ ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେମାନଙ୍କୁ 4 ବର୍ଷର ଧନ୍ଦା ଶିକ୍ଷା ଦିଆଯାଏ, ଆମଠାରୁ ଉତ୍କୃଷ୍ଟ ମାନର। ମାତ୍ର ତାଙ୍କର ବି.ଏଡ୍ ବ୍ୟବସ୍ଥା ହାଇସ୍କୁଲ ପରେ ପ୍ରଚଳନ ହୋଇଥିବା ହେତୁ କଳା ଓ ବିଜ୍ଞାନ ଶିକ୍ଷାଦାନ ଶିକ୍ଷକମାନେ ଠିକ୍ ଭାବରେ କରିପାରନ୍ତି ନାହିଁ। ସେମାନଙ୍କ ପାଠ୍ୟ ସରଞ୍ଜାମ ବାହାରୁ ଆସୁଥିବାରୁ ଚଢ଼ା ଦାମ ହେତୁ ସେସବୁ ଉପକରଣ ପିଲାମାନେ କିଣିପାରନ୍ତି ନାହିଁ। ପରୀକ୍ଷା ପଦ୍ଧତି ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ନିମ୍ନ ସ୍ତରର। ବିଦ୍ୟାଳୟରେ ନୈତିକ ଶିକ୍ଷା ଅଭାବ। ଲେଖକ ଭାରତୀୟ ଶିକ୍ଷକ ଜୋସେଫଙ୍କ ଘରକୁ ଯାଇ ତାଙ୍କ ଦୂରାବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ରାକ୍ଷସଙ୍କ ଦେଶର ଆର୍ଥିକ ସ୍ୱଚ୍ଛଳତାକୁ ଶତାଧିକ ଜଣେଇ ସେମାନେ ନିଜ ମାତୃଭୂମିକୁ ଫେରିଯିବା ପାଇଁ ବ୍ୟାକୁଳ ହେଉଥିଲେ। ସପ୍ତମ ପରିଚ୍ଛେଦରେ ଯାତ୍ରାର ଶେଷ ପର୍ଯ୍ୟାୟ। ଏହି ପରିଚ୍ଛେଦରେ ଲେଖକ ସେ ଦେଶର କଳାକୃତି ସମ୍ପର୍କରେ ପରିଚୟ ଦେଇଛନ୍ତି। ମାତ୍ର ସେମାନଙ୍କର କଳାକୃତି ଭାରତଠାରୁ ଖୁବ୍ ପଛରେ। ସେମାନଙ୍କ ପ୍ରଗତି ଅସ୍ୱାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା। ଏହାର କାରଣ ମଧ୍ୟ ଲେଖକ ନିର୍ଣ୍ଣୟ କରିଛନ୍ତି। ସେମାନଙ୍କର ନିଜସ୍ୱ ସଭ୍ୟତା କି ସଂସ୍କୃତି ନାହିଁ। ପାଶ୍ଚାତ୍ୟ ସଂସ୍କୃତି ଯେପରି ସେଠାରେ ଜୋର କରି ପଶିଯାଇଛି। ଡ୍ରାଇଭର ମାଇକେଲଠାରୁ ଲେଖକ ସେମାନଙ୍କ ଭିତରେ ଥିବା କେତେକ ଲୋକବିଶ୍ୱାସର ସୂଚନା ପାଇଛନ୍ତି। ସେଠାରେ ହାଇପ୍ରିଷ୍ଟ ଓ ଓରେକଲମାନଙ୍କ କଥାକୁ ଲୋକମାନେ ଅଧିକ ଗୁରୁତ୍ୱ ଓ ସମ୍ମାନ ଦେଇଥାନ୍ତି। ଲେଖକଙ୍କର ମଧ୍ୟ ଜଣେ ହାଇପ୍ରିଷ୍ଟଙ୍କ ସହିତ ଦେଖା ହୋଇଥିଲା। ଲେଖକ ସେଠାକାର ଅବସ୍ଥା ଅନୁଧ୍ୟାନ କରି ବୈଷୟିକ ଅନୁଷ୍ଠାନ ସ୍ଥାପନ ପାଇଁ ଭାରତ କିପରି ସାହାଯ୍ୟ କରିପାରିବ, ସେ ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ରିପୋର୍ଟ ତାଙ୍କ ଦେଶର ସ୍ୱାର୍ଥାନ୍ୱେଷୀ ରାଜନେତାଙ୍କ ଦ୍ୱାରା ଗ୍ରହଣୀୟ ହେବା ନ ହେବା ସନ୍ଦେହର ବିଷୟ। ଲେଖକ ସେଠାରୁ ଫେରିଥିଲେ ନାନାଦି ଅନୁଭୂତି, ଅଭିଜ୍ଞତା ସାଥିରେ ଆଣି। ଏହାପରେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କିର ନାମକରଣ ବିଷୟରେ ନେକ୍ସଟ କ୍ଲାସରେ କରିବା।